କୁଜଙ୍ଗରେ ଜେଲ୍ ଅନ୍ତେବାସୀଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା। ସୁସ୍ଥ ମସ୍ତିଷ୍କ ନେଇ ସୁସ୍ଥ ଜୀବନଯାପନ କରିବା ପାଇଁ ମଣିଷ ସବୁବେଳେ ଚେଷ୍ଟା କରିଥାଏ। କିନ୍ତୁ ସେହି ସୁସ୍ଥ ଜୀବନ କାଟୁଥିବା ବେଳେ ହଠାତ୍ ଅମାବାସ୍ୟାର ଜହ୍ନ ଭବିଷ୍ୟତର ଚଲାବାଟରେ ବାଟ ଅଗାଳି ରହିଯାଏ। ସେହି ସମୟରେ ମଣିଷ ତାର ସାଧାରଣ ମାନସିକତା ପରିବର୍ତ୍ତନ ଆସିଯାଇଥାଏ, ଯାହାଫଳରେ ପରିସ୍ଥିତିକୁ ସାମ୍ନା କରି ମଣିଷ ଘଟାଇଥାଏ ଅପରାଧ। ଆଉ ଆଇନ ଆଖିରେ ଧରାପଡ଼ି ସେ ସାଧାରଣ ମଣିଷଟି ଦିନେ ପାଲଟି ଯାଇଥାଏ ଜଣେ ଅପରାଧୀ ମଣିଷ। ଜାଣତରେ ହେଉ କି ଅଜାଣତରେ ହେଉ, ଅପରାଧୀ ସାଜି ସେ ଏକାନ୍ତରେ ଜୀବନ କାଟିଥାଏ ଜେଲ୍ ଚାରିକାନ୍ଥ ମଧ୍ୟରେ। ଜନ୍ମରୁ ଅପରାଧର ଚିହ୍ନ ରହିନଥିବା ମଣିଷ ସମୟ ଚକ୍ରରେ ପଡ଼ି ଅପରାଧୀ ହୋଇ ଜେଲ୍ ଭିତରେ ଦିନ କାଟିବା ପରେ ସେ ନିଜକୁ ଏକା ହୋଇଯାଇଥାଏ। କିନ୍ତୁ ସମୟକ୍ରମରେ ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ପୁଣି ଫେରିଆସି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥାଏ। ତଥାପି ତା ଉପରେ ସେହି କଳଙ୍କର ଚିହ୍ନଟି ରହିଯାଇଥାଏ। ସେ ଜଣେ ଜେଲ୍ ଫେରନ୍ତା ମଣିଷ। ସେହି ଜେଲ୍ ଫେରନ୍ତା ମଣିଷ ପାଇଁ ପାରାଦୀପର କୁଜଙ୍ଗରେ ଦେଖାଦେଇଛି ଏକ ନିଆରା ଦୃଶ୍ୟ। ପାରାଦୀପର କୁଜଙ୍ଗ ଉପକାରାଗାରରେ ବ୍ୟାସ ଫାଉଣ୍ଡେସନ ଜେଲ୍ ଅନ୍ତେବାସୀଙ୍କ ପାଇଁ ପରବର୍ତ୍ତୀ ଜୀବନ ଏବଂ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ସନ୍ଥଙ୍କୁ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ତେବେ ଜେଲ୍ ଅନ୍ତେବାସୀଙ୍କ ପରବର୍ତ୍ତୀ ଜୀବନ କେମିତି ସୁଖ ଶାନ୍ତିରେ କଟିବ ସେ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜଗତସିଂହପୁର ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନର ମିଳିତ ସହଭାଗିତାରେ କୁଜଙ୍ଗ ସମଗଡ଼ ଉପକାରାଗାରର ପରିସରରେ ଏକ ଦିବସୀୟ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଜେଲ୍ ଅଧୀକ୍ଷକ ଇନ୍ଦ୍ରଜିତ ବିଶ୍ୱାଳଙ୍କ ପ୍ରୟାସରେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଡିଡିଡି ଚନ୍ଦନା, ଅଙ୍କିତ ଦେୱାଗନ, ଜୁଡିସିଆଲ ମାଜିଷ୍ଟ୍ରେଟ ଦେବାଶିଷ ପଣ୍ଡା, ନିମକଣା କୃଷି ଗବେଷଣା କେନ୍ଦ୍ର ବୈଜ୍ଞାନିକ ରବୀନ୍ଦ୍ର କୁମାର ପ୍ରଧାନ, ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ରଶ୍ମିତା ନାୟକ, ଆସିଷ୍ଟାଣ୍ଟ ଜେଲର ଅଶୋକ କୁମାର ପରିଡା ଉପସ୍ଥିତ ରହି ଅନ୍ତେବାସୀମାନେ ସ୍ୱଳ୍ପ ପରିଶ୍ରମ ଏବଂ ସ୍ୱଳ୍ପ ଅର୍ଥ ବିନିଯୋଗ କରି କିପରି ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ଏକ ଦିବସୀୟ ହୋଇଥିଲେ ମଧ୍ୟ ନିଜର ଆବଶ୍ୟକତା ମେଣ୍ଟାଇ ପାରିବାରେ ଖୁବ୍ ସହାୟକ ହୋଇପାରିବ। ବନ୍ଦୀ ଜୀବନରୁ ଅବସର ନେଇ ସମାଜରେ ଜଣେ ପ୍ରକୃତ ମଣିଷର ପରିଚୟ ନେଇ ସାଧାରଣ ଜୀବନଯାପନରେ ଏହି ପ୍ରଶିକ୍ଷଣ ଶିବିର ଖୁବ୍ ଉପଯୋଗୀ ହୋଇପାରିବ। ଜେଲ୍ ଅନ୍ତେବାସୀ ଏ ପ୍ରକାରର ପ୍ରଶିକ୍ଷଣ ପାଇ ଅତ୍ୟନ୍ତ ଖୁସି ଅନୁଭବ କରୁଥିବା ବେଳେ ବାକି ଜୀବନକୁ ସୁଖ ଶାନ୍ତିରେ କାଟିବା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇପାରିଛି। ଜେଲରୁ ବାହାରିଲା ପରେ ବି ତାଙ୍କ ଜୀବନର ଚଳଣିରେ ଯେମିତି କୌଣସି ଅସୁବିଧା ନ ହେଉ ସେଥିପାଇଁ ଏମିତି ନିଆରା କାର୍ଯ୍ୟକ୍ରମ ଜେଲ୍ ଅନ୍ତେବାସୀଙ୍କ ମନୋବଳକୁ ଦୃଢ଼ କରିଦେଇଛି। ଜେଲରୁ ବାହାରିଲା ପରେ ଅପରାଧୀର କଳଙ୍କ ଦାଗକୁ ଭୁଲିଯାଇ ସାଧାରଣ ମଣିଷ ଭଳି ଜୀବନ କାଟିବା ତାଙ୍କ ପାଇଁ ବାକି ଜୀବନ ଭବିଷ୍ୟତ ଏକ ନୂଆ ଚଲାପଥ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ।